ସାଙ୍ଗମାନେ ଆପଣମାନଙ୍କ ଘରେ ପ୍ରବଳ ମଶା କି ମାଛି ହେଉଛନ୍ତି କି? ତ ମଶାମାନଙ୍କୁ ଆମେ କେମିତି ଘରୋଇ ଉପାୟରେ ଆଉ ସହଜ ଉପାୟରେ ଘରୁ ବାହାର କରିବା ତାର ଗୋଟେ ସୁନ୍ଦର ସଲ୍ୟୁସନ୍ ମୁଁ ଆପଣମାନଙ୍କ ପାଇଁ ଆଣିଛି। ଚାଲନ୍ତୁ ଦେଖିନେବା। ନମସ୍କାର, ଜୟ ଜଗନ୍ନାଥ। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥିବେ। ଚାଲନ୍ତୁ ଦେଖିନେବା। ତ ଘରୁ ଆମେ ଘରୋଇ ଉପାୟରେ କେମିତି ମଶାମାନଙ୍କୁ ବାହାରକୁ ବାହାର କରିବା ତାର ଗୋଟେ ସୁନ୍ଦର ଆଣିଛି ଉପାୟ। ଦେଖନ୍ତୁ, କିଛି ମୁଁ କଟନ୍ ନେଇଯାଇଛି, ତୁଳା। ଏ ତୁଳା ତ ସମସ୍ତଙ୍କ ଘରେ ଥାଏ, ବା ଆମେ ଠାକୁରଙ୍କ ଘରେ ବି ତୁଳାର ସଳିତା ଦେଇଥାଉ। ତ ଏହି ତୁଳାକୁ ଆମେ ବ୍ୟବହାର କରିକିରି ଘରୁ ଆମେ କେମିତି ସହଜ ଆଉ ବିନା ପଇସା ଖର୍ଚ୍ଚରେ ଘରୁ ଆମେ ମଶାଙ୍କୁ ବାହାର କରିବା। ଦେଖନ୍ତୁ, ମୁଁ କିଛି ନେଇଛି ଜିରା ତ ସବୁ ଗୃହିଣୀମାନଙ୍କ କିଚେନ୍ରେ ଆଭେଲେବୁଲ୍ ଥାଏ। ଆଉ ଜିରା ମଧ୍ୟ ବହୁତ ବେନିଫିଟ୍ ଥାଏ ଆମର ଶରୀରରେ। ଆଉ ପେଟ ଗ୍ୟାସ୍ ହେଲେ ଆମେ ଜିରାର ପାଣି ପିଇଥାଉ। ଆଉ ଆମେ ରୋଷେଇରେ ମଧ୍ୟ ଜିରାର ବ୍ୟବହାର କରିଥାଉ। ତ କଟନରେ ଆପଣମାନେ କ'ଣ କରିବେ ନା, ଗୋଟେ ଚାମଚ, ଛୋଟ ଚାମଚ ଜିରା ଦେଇଦେବେ। ତାପରେ ଆପଣମାନେ କିଛି ରସୁଣକୁ, ଗୋଟେ କୋଲାର ବଡ଼ ରସୁଣ ନେଇଯିବେ। ଏହି ରସୁଣ ସାହାଯ୍ୟରେ ଆମେ ଘରୁ ମଶାକୁ ଭଗାଇବା। ତ ଏହି ରସୁଣ ଦ୍ୱାରା ଆମେ ଘରୁ ଯେତେ ବି ଆମର ମଶା ମାଛି ଯାହା ବି ଅଛନ୍ତି, ତା ସ୍ମେଲ୍ରେ ମଶା ମାଛି କେବେ ବି ଆମ ଘର ପାଖକୁ ଆସିବାକୁ ସାହସ କରିବେ ନାହିଁ। ଦେଖନ୍ତୁ, ଗୋଟେ କୋଲା ରସୁଣକୁ ମୁଁ ପ୍ରଥମେ ଗ୍ରେଟ୍ କରି ନେଉଛି। ତ ଗ୍ରେଟ୍ କରି ନେଇକରି ଆପଣମାନେ କ'ଣ, ଯଦି ଛେଚି ପାରିବେ ମଧ୍ୟ ଆହୁରି ଭଲ। ଆଉ ଯଦି ଗ୍ରେଟର୍ ଥିବ ତାହେଲେ ଆପଣମାନେ ତାକୁ ଗ୍ରେଟ୍ କରିନେବେ। ଦେଖନ୍ତୁ, ମୁଁ ଗ୍ରେଟ୍ କରିକିରି ସେହି ଜିରା ଉପରେ ମୁଁ ରଖିଦେଲି। ତାପରେ ଆମେ ତାକୁ କ'ଣ କରିବା ନା, ସେଇଟା ଆପଣମାନେ ଆଗକୁ ଦେଖିଲେ ହିଁ ଜାଣିପାରିବେ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ବି ଭୁଲିବେ ନାହିଁ। ତ ଆମେ ଏଇ କଟନ୍ଟାକୁ କ'ଣ କରିବା ନା, ଦେଖନ୍ତୁ ମୁଁ ଯେମିତି କରୁଛି ଗୋଟେ ବତି ଟାଇପ୍ର, ଆପଣମାନେ ସେମିତି କରିବେ। ମାନେ ମୋଦକ ଯେମିତି ତିଆରି ହୁଏ, ଆପଣମାନେ ସେମିତି ତା ଉପରକୁ ଗୋଟେ ନାସି ଲାଗିଲା ପରି ଆପଣମାନଙ୍କୁ କଟନ୍ରେ ଗୋଟେ କରିବା ପାଇଁକା ପଡ଼ିବ। ତାପରେ ଆପଣମାନେ ହାତରେ ତାକୁ ଟିକେ ଏମିତି ମୋଡ଼ି ଦେବେ, ଯାହାଫଳରେ କି ଆମକୁ ଯେମିତି ଦୀପ ଜଳିବ ସେଇ ଟାଇପ୍ର। ଆମେ ଦେଖନ୍ତୁ କେତେ ସୁନ୍ଦର ଭାବରେ ଆଉ ଅତି ସହଜରେ ଆଉ ଖୁବ୍ କମ୍ ସମୟ ମଧ୍ୟରେ ମଧ୍ୟ ଏଇଟା ଆମର ବନିଗଲା। ଆପଣମାନେ ଗୋଟେ ଦୀପ ନେଇଯିବେ, ପୁରୁଣା ଦୀପ ହେଲେ ମଧ୍ୟ ଚଳିବ। ତ ଏ ଦୀପକୁ ଆପଣମାନେ ଟିକେ ସୋରିଷ ତେଲ ହେଉ, ବା ଆପଣମାନେ ଦିଅଙ୍କ ପାଖେ ଯେଉଁ ଦୀପ ଜାଳୁଛନ୍ତି ତେଲରେ, ସେ ତେଲ ମଧ୍ୟ ଆପଣମାନେ ଦେଇପାରିବେ। ଆଉ ଏହି ଟ୍ରିକ୍ଟାକୁ ଆପଣମାନେ ସନ୍ଧ୍ୟାବେଳେ ହିଁ କେବଳ କରିପାରିବେ, କାରଣ ସନ୍ଧ୍ୟାବେଳେ ଆମର ବହୁତ ମଶା ଆମ ଘରକୁ ଆସିଥାନ୍ତି। ଆଉ ମଶା କାମୁଡ଼ିବା ଦ୍ୱାରା ଆପଣମାନେ ଜାଣିଥିବେ ଆମକୁ ବହୁତ ରୋଗ ହୋଇଥାଏ। ଆଉ ରୋଗ ହେଲା ମାନେ ଆପଣମାନଙ୍କ ଦେହ ସହିତ ପଇସା ଆଉ କଷ୍ଟ ମଧ୍ୟ ଆପଣମାନେ ପାଇଥାନ୍ତି। ତ ଆକୁ ଆମେ ଏମିତି, ଆମ କିଚେନ୍ରେ ସବୁ ଜିନିଷ ଆଭେଲେବୁଲ୍ ଅଛି, ତ ତାକୁ ଆମେ ୟୁଜ୍ କରିକିରି କେମିତି ଘରୁ ମଶାଙ୍କୁ ଭଗାଇବା। ତାପରେ ମୋର ବର୍ତ୍ତମାନ ରେଡ଼ି ହୋଇଗଲା ବତି। ଆଉ ଏଇଟା ମଶାମାନଙ୍କ ପାଇଁ ପୁରା ରାମ ବାଣ ପରି ପୁରା କାମ କରିବ। ଏଇଟାକୁ ଆପଣମାନେ ସବୁବେଳେ ସନ୍ଧ୍ୟାବେଳକୁ ହିଁ କରିପାରିବେ। ସବୁଦିନ କଲେ ମଧ୍ୟ କିଛି ଖରାପ ହେବ ନାହିଁ। ଦେଖନ୍ତୁ, ବତିଟା ଜଳିକିରି ଯେତେବେଳେ ଘରେ ତା'ର ବାସ୍ନା ଚାରିଆଡ଼େ ଖେଳିଯିବ, ତାପରେ ମଶାମାନେ ଆଉ ଆସିପାରିବେ ନାହିଁ। କାରଣ ରସୁଣ ଜିରାର ଗୋଟେ ଭବଡ଼େ ଆଉ ସ୍ମେଲ୍ଟା ମାନେ ବ୍ୟାଡ଼୍ ସ୍ମେଲ୍ ଗୋଟେ ଆସିଥାଏ, ଯାହାଫଳରେ କି ମଶାମାନଙ୍କୁ ଆସିବା ପାଇଁକା ଘରକୁ ସାହସ କରିବେ ନାହିଁ। ଏହି ଟିପ୍ସଟି ଆପଣମାନେ ସନ୍ଧ୍ୟାବେଳେ କରନ୍ତୁ ଏବଂ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କଲେ ସେମାନେ ମଧ୍ୟ ଏ ଟିପ୍ସର ଫାଇଦା ଉଠାଇ ପାରିବେ। ତ ଯଦି ଆପଣମାନେ କି ମୋ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଦେଖନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ମୋ ଭିଡ଼ିଓର ନୂଆ ନୋଟିଫିକେସନ୍ ଆପଣମାନେ ବହୁତ ଜଲ୍ଦି ପାଇପାରିବେ। ତ ଏହି ଟିପ୍ସଟି ଆପଣମାନେ ଖୁବ୍ କମ୍ ସମୟ ମଧ୍ୟରେ ଆଉ ବିନା ପଇସା ଖର୍ଚ୍ଚରେ ଆପଣମାନେ ଏହାକୁ ବନେଇ ପାରିବେ। ଆମେ ମାର୍କେଟରୁ ଯେଉଁ ମସ୍କିଟୋ ଅଏଲ୍ ଯାହା ବି ଆମେ ଆଣୁଛେ, ତାହା ଆମ ଛୋଟ ପିଲା ହୁଅନ୍ତୁ ବା ବୟସ୍କମାନଙ୍କୁ ପାଇଁ ସେଇଟା ବହୁତ କ୍ଷତିକାରକ। କିନ୍ତୁ ଏଇଟା ଆପଣମାନେ ସନ୍ଧ୍ୟାବେଳେ କରିକିରି ଥରେ ଘରେ ଲଗାନ୍ତୁ, ଦେଖିବେ ଆପଣମାନଙ୍କ ଘରକୁ ଜମାରୁ ବି ମଶା ଆସିବେ ନାହିଁ। ଆଉ ଏଇଟା ଖୁବ୍ କମ୍ ସମୟ ମଧ୍ୟରେ, ଆଉ ଯେଉଁ ଜିନିଷ ଆମେ ବନେଇଛେ ସେ ଜିନିଷଟା ଆମ କିଚେନ୍ରେ ସବୁବେଳେ ଆଭେଲେବୁଲ୍ ଥାଏ। ତ ଆମେ ବିନା ପଇସା ଖର୍ଚ୍ଚରେ ଯଦି ମଶାମାନଙ୍କୁ ଘରୁ ବାହାର କରିପାରିବା, ତାହେଲେ ଆମର ମନି ସହିତ ସମୟ ମଧ୍ୟ ବହୁତ ଢେର ସାରା ବଞ୍ଚିଥାଏ। ଆଶା କରୁଛି ଆଜିର ଟିପ୍ସଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ରହୁଛି।